କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ। ଭିଡ଼ିଓରେ ଆସୁଥିବା ଉତ୍କଳ ଦିବସ ବିଷୟରେ କଥା ହେବା। ଉତ୍କଳ ଦିବସ ବା ଓଡ଼ିଶାର ପ୍ରତିଷ୍ଠା ଦିବସ। ଉତ୍କଳ ଦିବସ ଯାହା ଓଡ଼ିଶା ଦିବସ ଭାବରେ ମଧ୍ୟ ଜଣାଶୁଣା। 1936 ମସିହାରେ ଓଡ଼ିଶା ରାଜ୍ୟ ଗଠନର ସ୍ମୃତିରେ ପ୍ରତିବର୍ଷ ଏପ୍ରିଲ 1 ତାରିଖରେ ପାଳନ କରାଯାଏ। ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ପ୍ରତିଷ୍ଠା ହେବା ପୂର୍ବରୁ ଓଡ଼ିଶା ବ୍ରିଟିଶ ଶାସନ ଅଧୀନରେ ବିହାର ଏବଂ ଓଡ଼ିଶା ପ୍ରଦେଶର ଅଂଶ ଥିଲା। ଏହି ଦିବସଟି ଭାଷା ଏବଂ ସଂସ୍କୃତି ଆଧାରରେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିବାରେ ଓଡ଼ିଆ ଭାଷାଭାଷୀ ଲୋକଙ୍କ ସଂଘର୍ଷ ଏବଂ ସଫଳତାକୁ ଚିହ୍ନିତ କରୁଥିବାରୁ ଏହା ଗୁରୁତ୍ୱପୂର୍ଣ୍ଣ। ବ୍ରିଟିଶ ଶାସନ ସମୟରେ ଓଡ଼ିଶା ବିଭିନ୍ନ ପ୍ରଶାସନିକ ଅଞ୍ଚଳରେ ବିଭକ୍ତ ଥିଲା ଏବଂ ଓଡ଼ିଆ ଭାଷାଭାଷୀ ଜନସଂଖ୍ୟା ବଙ୍ଗ, ବିହାର ଏବଂ କେନ୍ଦ୍ରୀୟ ପ୍ରଦେଶ ଗୁଡ଼ିକରେ ବିସ୍ତାରିତ ଥିଲେ। ଏହା ଓଡ଼ିଆ ଭାଷା ଏବଂ ସଂସ୍କୃତିକୁ ସଂରକ୍ଷଣ କରିବାରେ ଆହ୍ୱାନ ସୃଷ୍ଟି କରିଥିଲା। ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, କୃଷ୍ଣଚନ୍ଦ୍ର ଗଜପତି, ଫକୀରମୋହନ ସେନାପତି ଏବଂ ନୀଳକଣ୍ଠ ଦାସଙ୍କ ପରି ଦୂରଦୃଷ୍ଟି ସାଧକମାନେ ଏକ ସ୍ୱତନ୍ତ୍ର ଓଡ଼ିଆ ଭାଷାଭାଷୀ ରାଜ୍ୟ ପାଇଁ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବର୍ଷ ବର୍ଷ ଧରି ନିରନ୍ତର ପ୍ରୟାସ ପରେ 1 ଏପ୍ରିଲ 1936ରେ ଓଡ଼ିଶାକୁ ଆନୁଷ୍ଠାନିକ ଭାବରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ସ୍ୱୀକୃତି ଦିଆଯାଇଥିଲା, ଯାହା ଭାଷାଭିତ୍ତିକ ଆଧାରରେ ଗଠିତ ପ୍ରଥମ ଭାରତୀୟ ରାଜ୍ୟ ହୋଇଥିଲା। ଉତ୍କଳ ଦିବସ ସାରା ଓଡ଼ିଶାରେ ବହୁତ ଉତ୍ସାହର ସହିତ ପାଳନ କରାଯାଏ। ପରେଡ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ ଏବଂ ସମ୍ବଲପୁରୀ ଭଳି ଓଡ଼ିଆ ଐତିହ୍ୟ, ସଙ୍ଗୀତ ଓ ନୃତ୍ୟ ପ୍ରଦର୍ଶିତ ହୋଇଥାଏ। ଆନ୍ଦୋଳନର ନେତାମାନଙ୍କୁ ସମ୍ମାନିତ କରି ସାର୍ବଜନୀନ ଭାଷଣ ଏବଂ ସ୍ମୃତିଚାରଣ କରାଯାଏ। ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ ଏବଂ ସଂଗଠନ ଗୁଡ଼ିକରେ ପତାକା ଉତ୍ତୋଳନ ଉତ୍ସବ ହୋଇଥାଏ। ସୁଦର୍ଶନ ପଟ୍ଟନାୟକଙ୍କ ଭଳି ପ୍ରସିଦ୍ଧ କଳାକାରଙ୍କ ଦ୍ୱାରା ନିର୍ମିତ ପୁରୀ ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନ, ଯାହା ଓଡ଼ିଶାର ସମୃଦ୍ଧ ଇତିହାସକୁ ପ୍ରତିଫଳିତ କରେ। ଓଡ଼ିଶାର ଇତିହାସ ବିଷୟରେ ସଚେତନତା ପ୍ରସାର ପାଇଁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପ୍ରତିଯୋଗିତା, ପ୍ରବନ୍ଧ ଲେଖା ଏବଂ କୁଇଜ୍ ଆୟୋଜନ ହୁଏ। ଓଡ଼ିଶା ଏହାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପାଇଁ ପ୍ରସିଦ୍ଧ, ଯେଉଁଥିରେ କୋଣାର୍କ, ପୁରୀ ଏବଂ ଭୁବନେଶ୍ୱରର ପ୍ରାଚୀନ ମନ୍ଦିର ଏବଂ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ଅନ୍ତର୍ଭୁକ୍ତ। ଓଡ଼ିଶା ରାଜ୍ୟ ରଥଯାତ୍ରା, ପାରମ୍ପରିକ ହସ୍ତଶିଳ୍ପ ଏବଂ ବିବିଧ ଆଦିବାସୀ ସଂସ୍କୃତି ଭଳି ଉତ୍ସବ ପାଇଁ ମଧ୍ୟ ପ୍ରସିଦ୍ଧ। ସାହିତ୍ୟ, ସଙ୍ଗୀତ ଏବଂ ସାମାଜିକ ସଂସ୍କାରରେ ଓଡ଼ିଶା ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଉତ୍କଳ ଦିବସ କେବଳ ଓଡ଼ିଶାର ଗଠନ ଏବଂ ଉତ୍ସବ ନୁହେଁ, ବରଂ ଓଡ଼ିଆ ଲୋକଙ୍କ ଏକତା, ସ୍ଥିରତା ଏବଂ ଗର୍ବର ସ୍ମରଣକାରୀ। ଏହା ରାଜ୍ୟର ସଫଳତା ଉପରେ ପ୍ରତିଫଳିତ ହେବା ଏବଂ ଏହାର ପ୍ରଗତି ଏବଂ ବିକାଶ ଦିଗରେ କାର୍ଯ୍ୟ ଜାରି ରଖିବାର ଏକ ଅବସର ଭାବରେ କାର୍ଯ୍ୟ କରେ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓ ଅନ୍ୟ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ଦେଖା ହେବାକୁ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।